ଆଜ୍ଞା କ'ଣ କହିବେ ଯେଉଁ ପଶ୍ଚିମବଙ୍ଗ ସରକାର ଯେଉଁ କହୁଛନ୍ତି ଯେଉଁ ଶିମିଳିପାଳରୁ ଗୋଟେ ବାଘ ଯାଇଛି ପଶ୍ଚିମବଙ୍ଗ ତାକୁ ନେଇ କ'ଣ କହିବେ? ଦେଖନ୍ତୁ ପ୍ରଥମେ ସେ ପଶ୍ଚିମବଙ୍ଗ ସରକାର କହୁଛନ୍ତି ତାଙ୍କର କହିବା ଚିନ୍ତାଧାରା ସେଟା ଭୁଲ। କାରଣ ବାଘ ହାତୀ ଏସବୁ ଯେ ୱାଇଲ୍ଡ ଲାଇଫ୍ ଏକା ସବୁ ନ୍ୟାସନାଲ୍ ପ୍ରପର୍ଟି। ସାରା ଭାରତରେ ସେ ଯେଉଁଠକୁ ଚାହିଁବେ ବି ଯାଇପାରିବେ। ସେଇ ସରकारଙ୍କ ଦାୟିତ୍ୱ ହେଲା ତାଙ୍କୁ ସୁରକ୍ଷା ଦେବା। ତ ସିଏ କହୁଛନ୍ତି ତାଙ୍କର ମତଲବ କ'ଣ ସେ ପଲିଟିକାଲ ରାଇଭାଲିଟି ପାଇଁ କହୁଥିବେ ବା ଅଜ୍ଞାତ ମାନେ ଅଜଣା ଥିବ ତାଙ୍କୁ ସେ ଘଟଣାଟା। ତାଙ୍କ ଫରେଷ୍ଟ ଡିପାର୍ଟମେଣ୍ଟ ବି ଜାଣିଛନ୍ତି ଯେ ଫଟୋ ଉଠେଇକି ପଠାଇଦେଲେ ସେ ଆପେ NTCAରୁ ଆସିଯିବ କ୍ଲିୟରିଫିକେସନ୍ ଏଟା କୋଉଠିକାର ବାଘ। କାରଣ ସବୁର ସିମ୍ବଲ ତାଙ୍କ ପାଖରେ ଗଚ୍ଛିତ ଅଛି। ତେଣୁ ଏଗୁଡ଼ାକ ବଡ଼ ସିଲି କଥା। ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏ ପ୍ରକାର କଥା ବହୁତ ପିଲାଳିଆମି ରକମ ଲାଗୁଛି। ଯଦି ସେ ଶିମିଳିପାଳ ବାଘ ହେଇଥିବ ତାହେଲେ ହେଇଥାଉ, ହେଲେ ବି ଯେହେତୁ ନ୍ୟାସନାଲ୍ ପ୍ରପର୍ଟି ତାହେଲେ ସେଟାକୁ ସେମାନେ ପଶ୍ଚିମବଙ୍ଗ ସରକାର ତାକୁ ସିକ୍ୟୁରିଟି ଦେଇତେ ବାଧ୍ୟ, ତାର କେୟାର ନେବା ପାଇଁ ବାଧ୍ୟ। ସେମିତି କହିବାକୁ ଗଲେ ଆମେ କେବେ ତ କ୍ଲେମ୍ କରିନୁ ତାଙ୍କୁ। ୱେଷ୍ଟବେଙ୍ଗଲରୁ ହାତୀ ଆସିକି ବର୍ଷ ସାରା ଏଠି ଧନ ଜୀବନ ନଷ୍ଟ କରୁଛନ୍ତି। କୋଟି କୋଟି ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରୁଛନ୍ତି। ଆମେ କେବେ କହିଛୁ ୱେଷ୍ଟବେଙ୍ଗଲକୁ ଯେ ଆପଣଙ୍କ ହାତୀକୁ ଫେରେଇ ନିଅନ୍ତୁ? ନା, ସେଟା ନିୟମ ନୁହେଁ ବା କୁହା ବି ଯାଇନି, ଯେହେତୁ ସେଟା ନ୍ୟାସନାଲ୍ ପ୍ରପର୍ଟି। ତେଣୁ ଆମେ ଯେମିତି କେୟାର ନେଉଛୁ ସେରକମ କେୟାର ସିଏ ବି ନିଅନ୍ତୁ। ଆଉ ଏଇ ଜୀବଜନ୍ତୁଙ୍କୁ ନେଇକି ରାଜନୈତିକ ଖେଳ ଖେଳନ୍ତୁନି।